ରଙ୍ଗହୀନ ଘରେ ବସି ଯେମିତି ଭାଗ୍ୟକୁ ନିନ୍ଦୁଛି ଏ ମା। ପାଖରେ ବସିଛି ପୁଅ, ସେ ହିଁ ତ ସାହା ଭରସା ଏ ମା'ର। ହେଲେ ତା ପାଇଁ ହିଁ ଏ ମା'ର ଛାତି ଏବେ ଫାଟି ପଡ଼ୁଛି, କାରଣ ତା ପୁଅର ଜୀବନ ଏବେ ବିପଦରେ ପଡ଼ିଛି। କଟକ ଜିଲ୍ଲା ଆଠଗଡ଼ ବ୍ଲକ ତୋଟାପଡ଼ା ଗାଁର ରଞ୍ଜିତା ବାରିକ 10 ବର୍ଷ ତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ସ୍ୱାମୀଙ୍କର ମୃତ୍ୟୁ ହୋଇସାରିଛି। ସାହା ଭରସା ଥିଲା ଏଇ ପୁଅ ସୋନୁ। ହେଲେ ଭଗବାନଙ୍କର କି ଇଚ୍ଛା କେଜାଣି 19 ବର୍ଷୀୟ ସୋନୁଙ୍କର ଏବେ 2ଟି ଯାକ କିଡନୀ ଖରାପ। ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ରଞ୍ଜିତା ବାରିକ ବହୁ କଷ୍ଟରେ ଚଳୁଥିଲେ। ସୋନୁ ବଡ଼ ହେବା ପରେ ମୂଲ ଲାଗି ରୋଜଗାର କରୁଥିଲେ। ପୁଅ ପାଳିବାରୁ ଦୁଃଖ ଦୂର ହେଲା ବୋଲି ଭାବିଥିଲେ ରଞ୍ଜିତା। ହେଲେ ଭଗବାନ ଯେ କଷ୍ଟ ପୁଣି ଦେବେ ସେ କେବେ ଭାବିନଥିଲେ। ଗୋଟେ କିଡନୀ ଛୋଟ ଥିଲା, ମେଡ଼ିସିନ ଖାଉଥିଲି, ଆଉ ଗୋଟେ ଖାଉ ଖାଉ ଖରାପ ହେଇଗଲା, ଇନଫେକ୍ସନ୍ କରିଗଲା। ଡକ୍ଟର କହୁଛନ୍ତି ଯେ 10 ଦିନ ଭିତରେ କିଡନୀ ଚେଞ୍ଜ କରିବା ପାଇଁ, ନହେଲେ ଡେଟ୍ ହେଇପାରେ। ସମସ୍ତଙ୍କୁ କହିବି କିଛି ସାହାଯ୍ୟ କଲେ ମୋ ଜୀବନ ବଞ୍ଚି ଯାଇପାରେ। 10 ବର୍ଷ ହେଲାଣି ସ୍ୱାମୀଙ୍କର କିଡନୀ ବି ଏମିତି ଫେଲ୍ ଥିଲା। ସିଏ ବି ଯାଇଥିଲେ, 15 ବର୍ଷ ପାଖାପାଖି ହେଇଗଲାଣି। ମେଡ଼ିସିନ ଖୁଆଉଥିଲି, ଗୋଟେ କିଡନୀ ଖରାପ ଥିଲା, ତାପରେ 2ଟା ଯାକ କିଡନୀ ତ ନଷ୍ଟ ହୋଇଗଲା। ମୁଁ ଦବା ପାଇଁ କିଡନୀ ଚାହୁଁଛି, ମୋ ପାଖରେ ଆର୍ଥିକ ଅବସ୍ଥା ଠିକ୍ ନାହିଁ। ଗୋଟେ ପୁଅ ମୋର, ଏଇ ଆଶା ଭରସା ଆମର ସବୁ। ଏଇ ପୁଅ ପଡ଼ିଗଲେ ଆମେ ବି ଖରାରେ ବି ଠିଆ ହେଲେ ଛାଇକି ବି କି ଡାକିବାକୁ ବି ନାହିଁ। ସାନ ଭଉଣୀ ଝିଅ ବି ଛୋଟ। ଡାକ୍ତର କହିଛନ୍ତି ତୁରନ୍ତ କିଡନୀ ପ୍ରତ୍ୟାରୋପଣ ନ କଲେ କିଛି ବି ଘଟିପାରେ। ମା ରଞ୍ଜିତା ପୁଅକୁ କିଡନୀ ଦେବାକୁ ଚାହୁଁଛନ୍ତି, ହେଲେ ସେଥିପାଇଁ ଦରକାର ଲକ୍ଷାଧିକ ଟଙ୍କା। ଏତେ ଟଙ୍କା ସେ କୋଉଠୁ ଆଣିବେ କିଛି ବୁଝିପାରୁନାହାନ୍ତି। ଛୁଆ ବେଳୁ ବାପାଙ୍କୁ ହରେଇଲା ଏଇ କିଡନୀ ଦୋଷରୁ। ଗାଁ ଲୋକ କିଛି ସାହାଯ୍ୟ ସହଯୋଗ କରୁଛନ୍ତି। ସେ ମେଡ଼ିକାଲ ବାର ଯାଉଛି, ବାର ଫେରି ଆସୁଛି। ତାଙ୍କ ପାଖରେ ଟଙ୍କା ପଇସା କିଛି ସହାୟତା ପାଖରେ ତାଙ୍କର ଜମା ନାହିଁ। ଏଇ ପିଲା ବି କମ୍ପାନୀ ଯାଇକି ଘର ଚଳାଉଥିଲା। ତାପରେ ତା କମ୍ପାନୀ ବନ୍ଦ ହେଲା, ଏଇ ରୋଗ ବେମାରରେ ଏମିତି ପଡ଼ି ରହିଛି। ଏଇଠି ପିଲାଟି କମ୍ପାନୀରେ କାମ ଧନ୍ଦା କରୁଥିଲା, ଆଣିକି ତାଙ୍କ ଫଟୋ ଦେଉଥିଲା, ଖାଇବା ପିଇବା ଯାହା ରୋଜଗାର କରିକି ଦେଉଥିଲା। ଆଉ ଇଆଡ଼େ ବି 6-7 ମାସ 8 ମାସ ହେଲା ଏମିତି ପଡ଼ିକି ପଇସା ପତ୍ର ନାହିଁ। ଇଆଡ଼େ ସିଆଡ଼େ ଗାଁ ଭାଁ ସାହାଯ୍ୟ କରିକି ଯାହା ପଇସା ପତ୍ର ନେଇକି ଡାଇଲିସିସ୍ କରୁଛନ୍ତି। ତା ଦେହରେ ଏମିତି ବର୍ଷ ହେଲାଣି ଅସୁସ୍ଥ ହେଇ ଗୋଟେ କିଡନୀ ଖରାପ ହେଇଯାଇଥିଲା ସାର୍। ତାପରେ ଇନଫେକ୍ସନ୍ ହେଇକି ଆଉ କିଡନୀଟା ବି ଖରାପ ହେଇଗଲା ତାର। ଆଉ ସେ ଏବେ ମୃତ୍ୟୁର ସହିତ ଲଢ଼ୁଛି। ତାକୁ ସମସ୍ତେ ଟିକେ ସାହାଯ୍ୟ କଲେ, ସରକାର ସାହାଯ୍ୟ କଲେ ପିଲାଟା ଭଲ ହେଇଯାଆନ୍ତା, ମୋ ସାଙ୍ଗଟା ଭଲ ହେଇଯାଆନ୍ତା। କେମିତି ଭଲ ହେବ 19 ବର୍ଷୀୟ ସୋନୁ? ବାବା ଛେଉଣ୍ଡ ପୁଅକୁ କିଏ ହେବ ଭରସା? ଦର୍ଶକ ବନ୍ଧୁ, ଆମେ ରିପୋର୍ଟିଂରେ ଯାଇ ଦୁଃଖ ଜାଣିବା ପରେ ପ୍ରଶାସନକୁ ଜଣାଇବାକୁ ଚାହିଁଥିଲୁ। ସୋନୁଙ୍କ ପରିବାର ସହ ସୋନୁଙ୍କୁ ନେଇ ଆଠଗଡ଼ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟାଇଥିଲୁ। ଅତିରିକ୍ତ ଜିଲ୍ଲାପାଳ ରେଡ୍କ୍ରସ୍ ପାଣ୍ଠିରୁ 10,000 ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଡାଇଲିସିସ୍ କରାଇଥିଲେ। ଏହାସହ କିଡନୀ ପ୍ରତ୍ୟାରୋପଣ କରାଇବା ଲାଗି ଖୁବ୍ ଶୀଘ୍ର ସରକାରୀ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ତୁରନ୍ତ ଆମେ ସବକ୍ଲେକ୍ଟରଙ୍କୁ ସାର୍ଙ୍କୁ କହିକି 10,000 ଟଙ୍କା ରେଡ୍କ୍ରସ୍ ଆମେ ତାଙ୍କୁ କରିଥିଲୁ। ଆମେ ଶୁଣିବାକୁ ମିଳିଲା ସିଏ ଆଗରୁ ପ୍ରାଇଭେଟ୍ ହସ୍ପିଟାଲରେ ଡାଇଲିସିସ୍ କରୁଥିଲା, ତାକୁ ଆମେ ମନା କଲୁ। ଆମର ଆଠଗଡ଼ ହସ୍ପିଟାଲରେ ଡାଇଲିସିସ୍ର ବ୍ୟବସ୍ଥା କରାଯାଇଛି। ତେଣୁକରି ମୁଁ ତାଙ୍କୁ ଅନୁରୋଧ କରିଥିଲି ଏବଂ ଆମର ଆଠଗଡ଼ର ଯେଉଁ ଅଛନ୍ତି ମେଡ଼ିକାଲ ଅଫିସର ତାଙ୍କୁ ବି କହିଥିଲି ତୁରନ୍ତ ତାର ଆଡ଼ମିଟ୍ କରାଯାଇଥିଲା ଏବଂ ଡାଇଲିସିସ୍ରେ ମାଗଣାରେ କରିକି କଲା। ଯେହେତୁ ତା ମାଆ ରାଜି ଅଛି ତାକୁ କିଡ଼ନୀ ଦେବା ପାଇଁ, ତ ଆମର ତା ପ୍ରୋସେସ୍ ଆମେ ଡକ୍ଟରଙ୍କ ଥ୍ରୁରୁ କରାଇବୁ। ଯେତେ ସହଜରେ ହେଇପାରିବ ଏବଂ ପ୍ରଶାସନ ତରଫରୁ ଯାହା ସହଯୋଗ ମାଗିବାକୁ ଚାହିଁବେ ଏବଂ ଆମେ ସାହାଯ୍ୟ କରିବା ପ୍ରସ୍ତୁତ ଅଛୁ। ଆଉ ସେ ପିଲାର କେମିତି ସୁସ୍ଥ ହେଇପାରିବ ତା ପାଇଁ ଆମେ ସମସ୍ତ ବ୍ୟବସ୍ଥା କରିବୁ। ଦର୍ଶକ ବନ୍ଧୁ, ଅନେକ ସମୟରେ ଆପଣମାନେ ସହାୟତାର ହାତ ବଢ଼ାଇ ଅନ୍ୟର ଜୀବନ ବଞ୍ଚାଇଛନ୍ତି। ତେଣୁ ଆମେ ଆଶା ରଖିବୁ ଆପଣମାନେ ଏ ବାପା ଛେଉଣ୍ଡ ପିଲାଟିକୁ ସହଯୋଗର ଆଶୀର୍ବାଦ ଦେବେ। ନାମ ସୋନୁ ବାରିକ, ମା ରଞ୍ଜିତା ବାରିକ, ଗ୍ରାମ ତୋଟାପଡ଼ା, ବ୍ଲକ ଆଠଗଡ଼, ଜିଲ୍ଲା କଟକ। ମୋବାଇଲ ନମ୍ବର
7978068412। पुणी थरे कहि रखुछु मोबाइल नंबर 7978068412।